ମୟୂରଭଞ୍ଜ ଜିଲ୍ଲା ରରୁଆ ବ୍ଲକ ଗସ୍ତରେ ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆଜି ନିଜ ନିର୍ବାଚନ ମଣ୍ଡଳୀ ରରୁଆ ଗସ୍ତରେ ଆସି ପ୍ରଥମେ ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ବୃକ୍ଷରୋପଣ କରିଥିବା ଦେଖିବାକୁ ମିଳିଥିଲା। ସେହିଭଳି ହିଣ୍ଡାଳା ଗ୍ରାମର ଶନି ମନ୍ଦିରରେ ବୃକ୍ଷରୋପଣ, ଘାଗରପେଡ଼ା ଥାନା ପରିସରରେ ବୃକ୍ଷରୋପଣ, ଘାଗରପେଡ଼ା ଶିଶୁ ମନ୍ଦିରଠାରେ ଜନ୍ମାଷ୍ଟମୀ ଅବସରରେ ଯୋଗଦେଇ ବୃକ୍ଷରୋପଣ, ସାଲେଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଭେଟି ଆଲୋଚନା ପରେ ସ୍କୁଲ ପରିସରରେ ବୃକ୍ଷରୋପଣ ପରେ ଫଗୁଠାରେ ନୂତନ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇଥିବା ଦେଖିବାକୁ ମିଳିଛି। ଆମ ଡିପାର୍ଟମେଣ୍ଟ ତରଫରୁ ଏବଂ ଜନସାଧାରଣ ବିଭିନ୍ନ ଏରିଆ ତରଫରୁ ବିଭିନ୍ନ ଅନୁଷ୍ଠାନ ତରଫରୁ ଏ ଯୋଉ କାର୍ଯ୍ୟକ୍ରମ ଚାଲିଛି ଆସିଥିଲି। ଜଙ୍ଗଲ ବିଭାଗର ମନ୍ତ୍ରୀ ହିସାବରେ ବିଭିନ୍ନ ମନ୍ଦିର ବିଗ୍ରହଣ ମାନଙ୍କରେ ଆମେ ଗଛ ଲଗେଇଛୁ। ନିଶ୍ଚିତ ଭାବରେ ଆମର ଏଇ ସମାଜ ପାଇଁ ଏଇ ସୃଷ୍ଟି ପାଇଁ ଏଇ ଯୋଉ ଜଳବାୟୁ ପରିବର୍ତ୍ତନ, ଏଇ ଯୋଉ ପ୍ରକୃତିର ଯୋଉ ସୁରକ୍ଷା ଏବଂ ତାକୁ ରକ୍ଷା କରିବା ପାଇଁ ଯୋଉ ଅଭିଯାନ ସମସ୍ତଙ୍କୁ ଆହୁରି ଏଥିରେ ଯୋଡ଼ିବାର ଅଛି। ଓଡ଼ିଶା ଏ ବର୍ଷ 2024-25ରେ ଆମର 5 କୋଟି ଗଛ ଲାଗୁଛି। 19 ଲକ୍ଷ ତାର ଗଛ ମଞ୍ଜି ଲଗା ହଉଛି ବିଭିନ୍ନ ଟ୍ରାଇବାଲ ଏରିଆ, ପାହାଡ଼ିଆ ଏରିଆ ମାନଙ୍କରେ। ସର୍ବୋପରି ଆମର ଏକ ପେଡ ମା କେ ନାମ ପେ ଓଡ଼ିଶା ହଉଛି ଭାରତ ବର୍ଷରେ ପ୍ରଥମ ଯୋଉ ଆମର ବନ ମହୋତ୍ସବ ସମୟରେ ଯୋଉ ପ୍ରଥମ ସପ୍ତାହ ଜୁଲାଇ 1st ୱିକରେ 1,48,000 ଗଛ ଓଡ଼ିଶାରେ ଲାଗିଥିଲା, ଯୋଉଟା କି ଭାରତ ବର୍ଷରେ ପ୍ରଥମ ଏବଂ କେରଳ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଏ ବର୍ଷ ଆମେ ବି ଜଳବାୟୁ ପରିବର୍ତ୍ତନ ଠିକ ଜଳବାୟୁକୁ ସନ୍ତୁଳନ କରିବା ପାଇଁ ଜଙ୍ଗଲ ବିଭାଗ ପ୍ରୟାସ ଜାରି ରଖିଛି। ନିଶ୍ଚିତ ଭାବରେ ସାଧାରଣ ଲୋକମାନେ ଏଥିରେ ଜଡ଼ିତ ହେଉଛନ୍ତି। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆଗାମୀ ଭବିଷ୍ୟତ ପାଇଁ, ଆମ ପାଇଁ, ଏ ସମାଜ ପାଇଁ, ଏ ପ୍ରକୃତି ପାଇଁ, ଏ ଓଡ଼ିଶା ପାଇଁ, ସମସ୍ତଙ୍କର ମଙ୍ଗଳ ପାଇଁ ନିଶ୍ଚିତ ଭାବରେ ଆଜିର ପ୍ରୟାସ। ଅନେକ ଜାଗାରେ ଗଛ ଲାଗେ କିନ୍ତୁ ଦେଖାଯାଉଛି ରକ୍ଷଣାବେକ୍ଷଣ ଯେ ଅଭାବ ହେଉଛି ରଖିଛନ୍ତି ତାହା ସଫଳ ହେଇନପାରେ। ସେ ଦିଗରେ ଆମର ବିଭାଗୀୟ ଗୁରୁତ୍ୱ ଦଉଛି। ଆଗରୁ ଯାହା ବି ହେଇଛି ଏଣୁ ହେଇକି ତାଙ୍କର ରକ୍ଷଣାବେକ୍ଷଣ କେମିତି ଠିକ ହିସାବରେ ଡିପାର୍ଟମେଣ୍ଟ ଠିକ ହିସାବରେ କରୁଛି କି ନାହିଁ, ମନିଟରିଂ କରୁଛି କି ନାହିଁ, ଯୋଉ ଗଛ ଲଗା ହେଲା ତାର ଗ୍ରୋଥ ରେଟ୍ କେତେ, ସର୍ଭାଇଭ ରେଟ୍ କେତେ, এই ଦିଗରେ ମଧ୍ୟ ବିଭାଗ ଏବେ ବିଭିନ୍ନ ପ୍ରକାର ପ୍ରୋଜେକ୍ଟ ମନିଟରିଂ ୟୁନିଟ ମାଧ୍ୟମରେ ଆମେ ତାକୁ ମନିଟରିଂ କରିବୁ ବୋଲିକି ରାଜ୍ୟ ସରକାର ମାନଙ୍କର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଯଦି ପରିବେଶ ବଞ୍ଚୁଛି ସମାଜ ବଞ୍ଚିବ, ଏଇଭଳିଆ ଗୋଟେ ପଜିଟିଭ ମେସ୍ ନେଇକି ମାନଙ୍କର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସମଗ୍ର ଓଡ଼ିଶାରେ ଜଳବାୟୁ କେମିତି ଆମେ ଅଧିକା ରୋକି ପାରିବା, ସାଧାରଣ ଲୋକଙ୍କୁ କେମିତି ଜାଗୃତ କରିବା, କେମିତି ସିଭିଲାଇଜେସନ କରିବା, କେମିତି ସଚେତନ କରିବା, ଏଇଟା ଗୋଟେ ଆମ ପାଇଁ ଏକ ଚ୍ୟାଲେଞ୍ଜର କଥା। ସମସ୍ତ କାର୍ଯ୍ୟକ୍ରମରେ ରରୁଆ ବିଡିଓ ପ୍ରେମାନନ୍ଦ ବେହେରା, ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ, ଏସସିଏଫ ଫାଲ୍ଗୁନୀ ବେହେରା, ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସ୍ୱାଇଁ, ଏସସିଏଫ ମଦନ ମୋହନ ମହାନ୍ତ, ବନପାଳ ଜୟସିଂ ମହାନ୍ତ, ବନପାଳ ବ୍ରହ୍ମାନନ୍ଦ ବେହେରାଙ୍କ ସମେତ ଅନ୍ୟ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମରେ ରରୁଆ ବ୍ଲକ ଅଧ୍ୟକ୍ଷ ଅଜିତ ତିରିଆ ମଧ୍ୟ ନିଜର ଉପସ୍ଥିତି ଜାହିର କରିଥିବା ଦେଖିବାକୁ ମିଳିଥିଲା। ଭାରତୀୟ ଜନତା ପାର୍ଟିର ଯଶୀପୁର ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତା ଏବଂ କର୍ମୀମାନେ ମଧ୍ୟ ଯୋଗ ଦେଇଥିଲେ। ମୟୂରଭଞ୍ଜ କରଞ୍ଜିଆରୁ ହରେକୃଷ୍ଣ ତ୍ରିପାଠୀଙ୍କ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ୍।